गाँ हेउ किंबा सहर घरे घरे सभींक दरकार घरे रही दिन को 3 ରୁ 4 हजार टंका रोजगार। एक कथा शुणी विश्वास हो नथिबो, भाबुथिबे केमिति संभव। हाँ आज्ञा संभव। भिडियोटी को शेष पर्यंत देखंतु। गाँव रे हेउ बा सहर रे आजिकाली बहुत पिला रोजगारहीन होई बुलुछंती। चाकरी मिलू नाही, पाखरे अल्प टंका अछि, ସେହି ଟଙ୍କାରେ ଚାକିରି ପାଇଁ ଅନଲାଇନ୍ ଆବେଦନ କରୁଛନ୍ତି। ହେଲେ କ'ଣ ହେବ, ସମସ୍ତଙ୍କ ଭାଗ୍ୟ ସବୁବେଳେ ସାଥ ଦେଇନଥାଏ। ବେଳେବେଳେ କମ୍ ନମ୍ବର ରଖିଥିବା ପିଲା ଚାକିରି ପାଇଯାଏ, ତ କେତେବେଳେ ଅଧିକ ନମ୍ବର ରଖିଥିବା ପିଲାମାନେ ଚାକିରି ଖଣ୍ଡେ ପାଇନଥାନ୍ତି। ଆଉ ବର୍ତ୍ତମାନ ସମୟର କଥା ନ କହିଲେ ଭଲ। ଯଦି ପାଖରେ ଅଧିକ ଟଙ୍କା ଅଛି ତାର ଚାକିରି ଆଗ। ଚାକିରି ନହେଲେ କ'ଣ ହେଲା, ବଞ୍ଚିବା ପାଇଁ ଟଙ୍କା ଦରକାର ତ ଆପଣ ନିରାଶ ହୁଅନ୍ତୁ ନାହିଁ। 10-15 ହଜାର ଟଙ୍କାରେ ଆପଣ ଚାକିରି କରନ୍ତୁ ନାହିଁ, କୌଣସି ବ୍ୟବସାୟ କରନ୍ତୁ। ବ୍ୟବସାୟ କଲେ ପ୍ରତ୍ୟେକ ଦିନ କିଛି ନା କିଛି ରୋଜଗାର ହେବ କି ନାହିଁ ସିଦ୍ଧାନ୍ତ କରିପାରୁନାହାନ୍ତି। ଯେଉଁମାନେ ଏହି ପରିସ୍ଥିତିର ସାମ୍ନା କରୁଛନ୍ତି ସେମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ଜଡ଼ିତ ହୁଅନ୍ତୁ ଏବଂ ଛୋଟରୁ ବଡ଼ ଅଧିକ ଲାଭଦାୟକ ବ୍ୟବସାୟ ବିଷୟରେ ଜାଣନ୍ତୁ। ମୁଁ ହାୱାରେ କହୁନାହିଁ, ମୁଁ ଆଜି ଏମିତି 2ଗୋଟି ବ୍ୟବସାୟ ବିଷୟରେ କହିବାକୁ ଯାଉଛି ଯାହାକି ପ୍ରତ୍ୟେକ ଲୋକଙ୍କ ଘରେ ଘରେ ଆବଶ୍ୟକ। ବର୍ତ୍ତମାନ ଯୁଗରେ ଲୋକେ ଲେବର ପାଇପାରୁନାହାନ୍ତି। କୌଣସି କାମ କରିବାକୁ ହେଲେ ନିଜକୁ କରିବାକୁ ପଡ଼ୁଛି। ସମସ୍ତଙ୍କର ଘର ଅଛି ମାନେ ଘର ଚାରିପାଖ ବାଡ଼ କରିବାକୁ ପଡ଼ୁଛି। ବାଡ଼ କରିବାକୁ ପ୍ରତ୍ୟେକ ବର୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତା ସହିତ ଠିକ୍ ସମୟରେ ଲେବର ମିଳୁନାହାନ୍ତି। ଯେତେବେଳେ ଲେବର ପାଉଛନ୍ତି ସେତିକି ବେଳେ ନିଜେ ସମୟ ଦେଇପାରୁନାହାନ୍ତି। ତେଣୁ ବର୍ତ୍ତମାନ ସମୟରେ ଲୋକମାନେ ଚାହୁଁଛନ୍ତି ଥରେ ବାଡ଼ କଲେ ଯେପରି 15-20 ବର୍ଷ ଚାଲିଯିବ, ସେ ବି କମ୍ ଖର୍ଚ୍ଚରେ। ଯଦି ପାଚେରୀ କରୁଛନ୍ତି ତେବେ ବହୁତ ଅଧିକ ଟଙ୍କା ଖର୍ଚ୍ଚ ହେବ। ଆଉ ଯେଉଁମାନେ ବାଡ଼ି ବଗିଚାରେ ଚାଷ କରୁଛନ୍ତି ସେମାନଙ୍କର ଅଧିକ ଜାଗା, ତେଣୁ 1 ଏକର କିମ୍ବା 2 ଏକର ଜାଗା ହେଲା ବେଳକୁ ସମସ୍ତ ଜାଗାକୁ ପାଚେରୀ କରିବା ସମ୍ଭବପର ହେଉନାହିଁ। ତେଣୁ ସେମାନେ ମଧ୍ୟ ଚାହୁଁଛନ୍ତି କିପରି କମ୍ ଖର୍ଚ୍ଚରେ 15-20 ବର୍ଷ ନିର୍ଭୟରେ ଚାଷ କରିପାରିବେ। ତେଣୁ ଲୋକମାନେ ବାଡ଼ି ଚାରିପଟେ ସିମେଣ୍ଟ ଖୁଣ୍ଟ ଲଗାଇ ଫେନ୍ସି ତାର ଜାଲି, ଏହିପରି ଜାଲି ଦେଖନ୍ତୁ। ଏହିପରି ତାର ଜାଲି ଲଗାଇଲେ କମ୍ ଖର୍ଚ୍ଚରେ ଅଧିକ ଦିନ ପର୍ଯ୍ୟନ୍ତ ଘରବାଡ଼ି ହେଉ କିମ୍ବା ଚାଷ ଜମିକୁ ପଶୁ ମଣିଷମାନଙ୍କ ଦାଉରୁ ରକ୍ଷା କରିପାରିବେ। ତେଣୁ ସିମେଣ୍ଟ ଖୁଣ୍ଟ ତିଆରି ପାଇଁ ଡାଇସ୍ କିଣନ୍ତୁ ଏବଂ ଘରେ କିମ୍ବା ରାସ୍ତା କଡ଼ରେ ଯଦି ଜାଗା ଅଛି ତେବେ ତ ବହୁତ ଭଲ, ସେଇଠାରେ ତିଆରି କରନ୍ତୁ। ନିଜେ କରନ୍ତୁ କିମ୍ବା ଲେବର ମିସ୍ତ୍ରୀ ଲଗାଇ ତିଆରି କରନ୍ତୁ। ଯେପରି ପାଣିର ସୁବିଧା ରହିବା ଜରୁରୀ, ତା ସହିତ ଏହିପରି ତାର ଜାଲି ତିଆରି ପାଇଁ ମେସିନ୍ କିଣନ୍ତୁ। ଏହି ମେସିନ୍ର ନାମ ହେଲା ଫେନ୍ସି ଚେନ୍ ଲିଙ୍କ୍ ମେସିନ୍। ଏହା ମଧ୍ୟ 40-ରୁ 50 ହଜାର ଭିତରେ ମିଳିଯିବ। ବାକି ରହିଲା ଇଲେକ୍ଟ୍ରି। ଆଜିକାଲି ଗାଁ ଗହଳି ସବୁ ଜାଗାରେ ଇଲେକ୍ଟ୍ରି ଅଛି। ଏହି ଘରୋଇ ଲାଇନ୍ରେ ମଧ୍ୟ ହୋଇପାରିବ, କାରଣ ଏ ମେସିନ୍ ସିଙ୍ଗଲ ଫେଜ୍ ମେସିନ୍। ଯଦି ଆହୁରି ଭଲ ମେସିନ୍ ଚାହିଁବେ ତେବେ ଆହୁରି ଅଧିକ ଟଙ୍କା ପଡ଼ିବ। କିନ୍ତୁ ମୋର କହିବାର କଥା, ଏହି ଛୋଟ ମେସିନ୍ ଆଣନ୍ତୁ ଆଉ ବ୍ୟବସାୟ ଆରମ୍ଭ କରନ୍ତୁ। ତାପରେ ରହିଲା ଜାଲି ତିଆରି ପାଇଁ ତାର। ଆପଣ ପ୍ରଥମେ ମେସିନ୍ ସହିତ 3-4 ଇଞ୍ଚ ଡାଇସ୍ ଆଣନ୍ତୁ ଏବଂ 10 ନମ୍ବର ତାର ଆଣନ୍ତୁ। ତାର କିଣିଲା ବେଳେ ସବୁବେଳେ ଧ୍ୟାନ ଦେବେ ଯେପରି ତାର ନରମ ରହିଥିବ। ଆପଣ ଭାବିବେ ତାର ତ ସବୁ ନରମ। ନା, ତାର 2 ପ୍ରକାର ଆସେ। ଗୋଟିଏ ଟିକିଏ ହାର୍ଡ଼ ତାର, ଅନ୍ୟଟି ନରମ ଥାଏ। ତେଣୁ ଯେଉଁ କମ୍ପାନୀର ତାର ଆଣିବେ ପ୍ରଥମେ ଗୋଟିଏ ବଣ୍ଡଲ ଆଣନ୍ତୁ। ଯଦି ଜାଲି ତିଆରି ପାଇଁ କୌଣସି ଅସୁବିଧା ନାହିଁ ତେବେ ଅଧିକ ତାର ଆଣିବେ। 10 କୁଇଣ୍ଟାଲ ତାର ଏକାଥରେ ଆଣିଲେ କେଜି 65-70 ଟଙ୍କା ଭିତରେ ମିଳିଯିବ। ଏହିପରି କିଛି କମ୍ ବେଶୀ ହୋଇପାରେ। ଯଦି କଲିକତାରୁ ଆଣିବେ ତେବେ ଗୁଗୁଲରେ ସର୍ଚ୍ଚ କରି ଦେଖନ୍ତୁ
କେଉଁଠି ତାର କମ୍ ଦାମରେ ମିଳିବ। ଆଣିବା ପୂର୍ବରୁ ଯେଉଁଠାରୁ ତାର ଆଣିବେ ତାଙ୍କୁ କହିବେ ଫେନ୍ସି ଜାଲି ତିଆରି ହେବ। ଯଦି 70 ଟଙ୍କା କେଜି ତାର କିଣିଲେ ଜାଲି ତିଆରି କଲେ 10 ନମ୍ବର ତାରରେ 50 ଫୁଟ ଜାଲି ତିଆରି ପାଇଁ 29ରୁ 31 କେଜି ତାର ଖର୍ଚ୍ଚ ହୁଏ। ତେବେ 31 କେଜି ଧରନ୍ତୁ, 70 ଟଙ୍କା ହିସାବରେ 31 କେଜି ତାରର ମୂଲ୍ୟ ହେଲା 2170 ଟଙ୍କା। ତେବେ 50 ଫୁଟ ଜାଲି ତିଆରି କରିବାରେ ତା ସହିତ ଲେବର ଖର୍ଚ୍ଚ 50 ଫୁଟକୁ 200 ଟଙ୍କା, କରେଣ୍ଟ 30 ଟଙ୍କା। ଏମିତି 230 ଟଙ୍କା ଖର୍ଚ୍ଚ, ତାକୁ 250 ଟଙ୍କା ଧରି ଚାଲନ୍ତୁ। ତାହେଲେ ମୋଟ ଖର୍ଚ୍ଚ 2170 ଟଙ୍କା, 250 ଟଙ୍କା, 2420 ଟଙ୍କା। କିନ୍ତୁ ଦୋକାନରେ 50 ଫୁଟ ତାର ଜାଲିର ମୂଲ୍ୟ 3032 ଟଙ୍କା। ଆପଣ ଦୋକାନରେ ହୋଲସେଲରେ 2750 ଟଙ୍କା ରେଟ୍ରେ ଦେବେ। ଗୋଟିଏ ବଣ୍ଡଲରେ 330 ଟଙ୍କା ଲାଭ, ସେଥିରୁ ମଧ୍ୟ 30 ଟଙ୍କା ଭଡ଼ା ଚାଲିଯାଉ। ତଥାପି ଗୋଟିଏ ବଣ୍ଡଲରେ 300 ଟଙ୍କା। ପ୍ରତ୍ୟେକ ଦିନ 10 ବଣ୍ଡଲ ତିଆରି କରନ୍ତୁ। ସମୟ 5ରୁ 6 ଘଣ୍ଟା ଲାଗିବ। ତେବେ ଦିନକୁ 10 ବଣ୍ଡଲ, 300 ଟଙ୍କା ଲେଖାଏଁ 3000 ଟଙ୍କା ପ୍ରତିଦିନ। ଯଦି ଖୁଚୁରା ଦୋକାନରେ ବିକ୍ରି କରିବେ ତେବେ ବଣ୍ଡଲକୁ 2900 ଟଙ୍କା ଦେଲେ 480 ଟଙ୍କା ଗୋଟିଏ ବଣ୍ଡଲରେ, 10 ବଣ୍ଡଲରେ 4800 ଟଙ୍କା ଲାଭ ମିଳିବ। କିନ୍ତୁ ବିକ୍ରି କରିପାରିବେ ନାହିଁ। ତେଣୁ ହୋଲସେଲରେ ହିଁ ଦୋକାନୀକୁ ଦିଅନ୍ତୁ। ଏଥିରେ ମେସିନ୍ 50,000, ତାର 70,000, 1,20,000 ଟଙ୍କା ଇନଭେଷ୍ଟ କରିବେ। ତାର ଜାଲି ଯେଉଁମାନେ ନେବେ, ସିମେଣ୍ଟ ଖୁଣ୍ଟ ମଧ୍ୟ ସେମାନେ ନେବେ। ତେଣୁ ତାକୁ ମଧ୍ୟ ତିଆରି କରନ୍ତୁ। ହୋଲସେଲରେ ସେହି ଦୋକାନକୁ ଦିଅନ୍ତୁ। ଦୁଇଟା ଯାକ ବ୍ୟବସାୟ ଆରାମରେ ଚାଲିବ। ସିମେଣ୍ଟ ଖୁଣ୍ଟ ପାଇଁ 50,000 ଟଙ୍କା ଇନଭେଷ୍ଟ କରନ୍ତୁ। ସେଥିରେ ମଧ୍ୟ ଦିନକୁ 1000 ଟଙ୍କା ଆରାମରେ ଲାଭ କରିପାରିବେ। ତେଣୁ 1,20,000 ପ୍ଲସ୍ 50,000, 1,70,000 ଟଙ୍କା ଇନଭେଷ୍ଟ କରି ପ୍ରତ୍ୟେକ ଦିନ 3ରୁ 4000 ଟଙ୍କା ରୋଜଗାର କରିପାରିବେ। ଏହିପରି ନୂତନ ନୂତନ ବିଜନେସ୍ ଆଇଡ଼ିଆ ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆଉ ଗୋଟେ ଲାଇକ୍ କରିଦିଅନ୍ତୁ। ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରିବା ପାଇଁ ଭୁଲନ୍ତୁ ନାହିଁ।